ଜୀବନର ବ୍ୟସ୍ତତା ଭିତରୁ ସମୟ ବାହାର କରି କିଛି ଦିନ ନିଜର ଚିରାଚରିତ ଜୀବନଶୈଳୀରୁ କିଛି ଅଲଗା କରିବାର ମଜା ଅତି ନିଆରା। ସାଗର କାମ କରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ, କିନ୍ତୁ ସାଗରକୁ ମୁକ୍ତ ପରିବେଶ, ଖୋଲା ପବନ, ଚଢ଼େଇମାନଙ୍କ କିଚିରିମିଚିରି ଶବ୍ଦ, ଆମ୍ବତୋଟା, ନଦୀକୂଳ, ତାଳବଣ ପରି ପ୍ରାକୃତିକ ପରିବେଶ ଭାରି ଭଲ ଲାଗେ, ଯେଉଁଠି ଜୀବନ ମୋଟେଇ ମୋଟେଇ ଚାଲେ। ଶୀତଳ ପବନର ହାତ ଧରି ଗାଁ ଗହୀରରେ ଦୌଡ଼େ। ସେଥିପାଇଁ ଏ ବର୍ଷ ସାଗର ଓ ସ୍ୱପ୍ନା ନିଷ୍ପତ୍ତି ନିଅନ୍ତି କୌଣସି ବାହାର ଦେଶ ବଦଳରେ ଓଡ଼ିଶାର କୌଣସି ଏକ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଜାଗା ବୁଲି ଯିବା ନିମନ୍ତେ। ସ୍ୱପ୍ନା ହେଉଛି ସାଗରର ପତ୍ନୀ। ପ୍ରେମ ବିବାହକୁ 2 ବର୍ଷ ପୂରିଥାଏ। ଗୋଟିଏ ସପ୍ତାହର ଛୁଟି ନେଇ ସେମାନେ ବାହାରି ଯାଆନ୍ତି। ଦିନକର ଘଟଣା। ପୂରା ଦିନ ବୁଲାବୁଲିରୁ ଥକି ଯାଇଥାଏ ସାଗର ଓ ବିଛଣାରେ ଗଭୀର ନିଦରେ ଥାଏ। ଏହି ସମୟରେ ସ୍ୱପ୍ନା ମୋବାଇଲକୁ କେହି ଜଣେ ତା'ର ବାନ୍ଧବୀ ଫୋନ୍ କରେ ଓ କଥା ପ୍ରସଙ୍ଗରେ ପଚାରି ଉଠେ, ତୋ ସ୍ୱାମୀ ତୋତେ କେତେ ଭଲ ପାଆନ୍ତି? ସ୍ୱପ୍ନା: ବହୁତ 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 ଭଲ ପାଆନ୍ତି। ବାନ୍ଧବୀ: ସବୁ ସ୍ୱାମୀମାନେ ଏମିତି କହନ୍ତି, ଥରେ ପରୀକ୍ଷା କରି ଦେଖ। ବାନ୍ଧବୀର ଏମିତି କଥା ଶୁଣି ସ୍ୱପ୍ନା ଭିତରର ସେର୍ଲକ ହୋଲ୍ମସ୍ ଜାଗି ଉଠେ ଓ କିଛି ସମୟର ଗଭୀର ଚିନ୍ତନ ପରେ ସେ ନିଷ୍ପତ୍ତି ନିଏ କି ଆଜି ସେ ତା' ପ୍ରେମର ପରୀକ୍ଷା ନେବ। ସେ ବାହାରକୁ ଦେଖେ। ବିଜୁଳି ଘଡ଼ଘଡ଼ିରେ କମ୍ପୁଥାଏ ସମ୍ପୂର୍ଣ୍ଣ ପରିବେଶ ଓ ଅନବରତ ବର୍ଷା ଲାଗି ରହିଥାଏ। ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବି ସେ ସାଗରକୁ ନିଦରୁ ଉଠାଏ ଓ ଅଳି କରିବା ଭଙ୍ଗୀରେ କହିଚାଲେ, ଏ ଶୁଣୁଛ, ମୋର ଏବେ ଜିଲାପି ଓ ବରା ଖାଇବାକୁ ବହୁତ ମନ ହେଉଛି। ତମେ ଟିକେ ଆଣିଦିଅ ନା। ବାହାରର ପରିସ୍ଥିତି ଦେଖୁଛ ତ। ତମର ଏବେ ଦରକାର? ପ୍ରଶ୍ନ କରେ ସାଗର। ହଁ, ମୋର ଏବେ ଦରକାର। ତମେ କ'ଣ ମୋତେ ଭଲ ପାଅନି? ମୋ ପାଇଁ ଏତିକି କରିପାରିବନି? ସ୍ୱପ୍ନାର ଏ ପ୍ରକାର ଆଚରଣ ଦେଖି ସାଗର ମନରେ ସୃଷ୍ଟି ହୁଏ ବିସ୍ଫୋରଣ। କିନ୍ତୁ ନିଜ ମନ ଭିତରେ ଉଠୁଥିବା ବିସ୍ଫୋରଣକୁ ସାଗର ନିୟନ୍ତ୍ରଣ କରି ନିଜ ଇଚ୍ଛା ବିରୁଦ୍ଧରେ ହୋଟେଲ ରିସେପ୍ସନ୍ରୁ ଏକ ଛତା ନେଇ ନିକଟରେ ଥିବା ଏକ ଛୋଟ ଚାଳଛପର ଘରେ ଚାଲୁଥିବା ଜଳଖିଆ ଦୋକାନକୁ ଯାଏ। ଏ ଦୋକାନକୁ ଚଳାନ୍ତି ସୁର ମଉସା। ମଉସା ଭାରି ମଜାଳିଆ ଲୋକ। ସାଗର ପ୍ରଶ୍ନ କରେ, ମଉସା, ବରା ଓ ଜିଲାପି ଅଛି କି? ମଉସା ଉତ୍ତର ଦିଅନ୍ତି, ବିଜୁ ମାରୁଛି, ଭିତରକୁ ଚାଲି ଆସ, ମୁଁ ଗରମ ଗରମ ବନେଇ ଦେବି, ନେଇଯିବ। ଏ କଥା ଶୁଣି ସାଗର ଦୋକାନ ଭିତରକୁ ଯାଏ। ଅନବରତ ବର୍ଷା ଯୋଗୁଁ ବାହାରର ତାପମାତ୍ରା ବହୁତ କମିଯାଇଥାଏ, କିନ୍ତୁ ଦୋକାନ ଭିତରେ ଜଳୁଥିବା ଆଞ୍ଚ ଯୋଗୁଁ ଭିତର ପରିବେଶ ଉଷ୍ମ ଥାଏ। ସୁର ମଉସା କହିଚାଲନ୍ତି, ଏ ଅଦିନିଆ ବର୍ଷା ଯୋଗୁଁ ବେପାର ଆଜି ପୂରା ନଷ୍ଟ। କିଏ ଜାଣେ ଲଘୁଚାପ ହୋଇଛି କି କ'ଣ? ଏମିତି ଅନେକ କିଛି। ଢିଙ୍କିଶାଳରୁ ଢେଙ୍କାନାଳ ପର୍ଯ୍ୟନ୍ତ। କହୁ କହୁ ମଉସା ପଚାରି ବସନ୍ତି, ବାବା, ତମକୁ ଦେଖିଲେ ଲାଗୁନି ତମେ ବିବାହିତ। କମ୍ ବୟସରେ ବାହା ହୋଇଛ। ପ୍ରେମ ବିବାହ କି? ସାଗର ସହମତିରେ ମୁଣ୍ଡ ଟୁଙ୍ଗାରେ ଓ ପ୍ରଶ୍ନ କରେ, କିନ୍ତୁ ମଉସା, ଆପଣ କେମିତି ଜାଣିଲେ ମୁଁ ବିବାହିତ? ସୁର ମଉସା ମୁରୁକି ହସି ଉତ୍ତର ଦିଅନ୍ତି, ଆଉ କ'ଣ ବା, ଏତେ ବଡ଼ଝଡ଼ ବର୍ଷାରେ ତମ ମା ତମକୁ ଏଠିକି ବରା ଜିଲାପି ପାଇଁ ପଠାଇଛନ୍ତି। ଏତିକି ବେଳେ ଗୋଟେ ମୋଡ଼ କରି ଶବ୍ଦ ହେଲା। ସାଗରର ହୃଦୟଟା ବୋଧେ ଭାଙ୍ଗିଗଲା। ସୁର ମଉସା ସେ ଶବ୍ଦ ଶୁଣିପାରିଲେ କି ନାଇଁ କେଜାଣି। କେହି ଜଣେ ଓଡ଼ିଆ ଦାର୍ଶନିକ କହିଥିଲେ, ଭଙ୍ଗା ହୃଦୟ ଦିନେ ନା ଦିନେ ଯୋଡ଼ି ହୋଇଯାଏ। ଖାଲି ଯାହା ଦାଗ ଟିକେ ଜଣାପଡ଼େ। ଅନେକ ଜାଗାରେ ସେ ଦାଗ ବି ଜଣାପଡ଼େନି। ଆଉ ତା'ପରେ ପରେ ବିବାହିତା ପୁରୁଷମାନଙ୍କ ପାଇଁ ଏହା ତ ଏକ ନିତିଦିନିଆ ଘଟଣା। ସାଗରର ଭଙ୍ଗା ହୃଦୟ ବୋଧେ ସେଇ ନ୍ୟାୟରେ ଯୋଡ଼ି ହୋଇ ଯାଇଥିଲା। କିଛି କ୍ଷଣକ ନୀରବତା ପରେ ସୁର ମଉସା କହି ଉଠନ୍ତି, ନିଏ ତମ ବରା ଜିଲାପି। ସୁର ମଉସାଙ୍କୁ ତାଙ୍କ ପାଉଣା ଦେଇ ହାତରେ 2ଟି ପୁଡ଼ିଆ ଧରି ସାଗର ଫେରିଆସେ ହୋଟେଲ କକ୍ଷକୁ। ସାଗର ହାତରେ ଖାଦ୍ୟ ପୁଡ଼ିଆ ଦେଖି ସ୍ୱପ୍ନା ବହୁତ ଖୁସି ହୁଏ ଓ କହିଯାଏ, ମୋର ବରା ଜିଲାପି ଖାଇବାର କୌଣସି ଇଚ୍ଛା ନଥିଲା। ମୁଁ ଖାଲି ଦେଖିବାକୁ ଚାହୁଁଥିଲି ତମେ ମୋତେ କେତେ ଭଲ ପାଅ। ଏବେ ମୁଁ ବୁଝିଗଲି ତମେ ମୋତେ ବହୁତ ଭଲ ପାଅ। ଆଇ ଲଭ୍ ୟୁ। ଏଇ କଥା ଶୁଣି ସାଗର ମୁହଁରେ ଖେଳିଯାଏ ଏକ କୃତ୍ରିମ ହସ। ଯିଏ ଆଖି ବନ୍ଦ କରି ଭଲ ପାଏ, ସେ ହେଉଛି ପ୍ରେମିକା।
ଯିଏ ଆଖି ବନ୍ଦ ହେବା ପର୍ଯ୍ୟନ୍ତ ଭଲ ପାଏ ସେ ହେଉଛି ମା।